ଝଡ଼ ଯାତ୍ରାରେ କ'ଣ ଇଏ କିଛି ଝଡ଼ ନୁହେଁ ଆଜ୍ଞା। ଆଉ ଅନେକ ଅନେକ ଝଡ଼ ଯାଇଛି, ଇଏ ଝଡ଼ କିଛି ନୁହେଁ, ତାକୁ ଭୁଲି ଯାଆନ୍ତୁ। ପୁଣି ନୂଆ କରି ଯାତ୍ରା ଆରମ୍ଭ କରିବା। ଜୁନ୍ 20 ଆସିଲାଣି। ସବୁଗୁଡ଼ା ତିନି ଜଣଙ୍କର ଅବଦାନ ଅନେକ ଅଛି ତା ଭିତରେ। ତେଣୁ ସମସ୍ତେ ମାଷ୍ଟରମାନଙ୍କ ଯେତିକି ଅବଦାନ ଅଛି, ମାଲିକଙ୍କର ତାଠୁ ଅଧିକା ଅବଦାନ ଅଛି। ସେ ସହୁଛନ୍ତି, ସବୁ ପଇସା ଖର୍ଚ୍ଚ କରୁଛନ୍ତି। କଳାକାରଙ୍କର ଆହୁରି ଅବଦାନ ଅଛି, ସେ ରାତି ଅନିଦ୍ରା ହେଉଛନ୍ତି, ସେଆକୁ ଫୁଟଉଛନ୍ତି ଆପଣମାନଙ୍କ ଆଗରେ। ତେଣୁ ତିନି ଜଣଙ୍କ ପରିପୂରକ ସମସ୍ତେ, ସେ ସବୁ ବନ୍ଦ ହେଇଯିବ। ଏଗୁଡ଼ା କ'ଣ କଥା, ଏଗୁଡ଼ା ସମ୍ପର୍କର କଥା। ମାଲିକ ନାହାନ୍ତି ତ ଯାତ୍ରା ନାହିଁ, ପାର୍ଟି ନାହିଁ। ଆଉ ଯାତ୍ରା ପାର୍ଟି ଅଛି ମାନେ କଳାକାର ଆସିବେ। କଳାକାରଙ୍କୁ ସାଇଜ୍ କରିବା ପାଇଁ ବା ତାଙ୍କ ସମ୍ପର୍କରେ ଯୋଡ଼ିରେ ବାନ୍ଧି ଦେବା ପାଇଁ ନିର୍ଦ୍ଦେଶକ ଆସିକି ପହଞ୍ଚିବେ। କଳାକାର, ନିର୍ଦ୍ଦେଶକ, ମାଲିକ, ଇଏ ଗୋଟିଏ ଧାଡ଼ିରେ ଚାଲିବେ। ସମସ୍ତଙ୍କର ସ୍ନେହ ଶ୍ରଦ୍ଧା ସମ୍ପର୍କ ଠିକ୍ ନ ରହିଲେ ଯାତ୍ରାଟି ହେଇପାରିବ। ନାଟକ ଆମ ଜୀବନ। ଆମେ ସମସ୍ତେ କେମିତି ଏକ ହେଇକି ରହିବା। ଏକ ମାନେ ଆମେ ତ ଏକ ହେବା, ସମସ୍ତେ ମିଶିଲେ ତ ଏକ ହେବା, ନା ଫାଳ ଫାଳ ହେଲେ ଏକ ହେବା କି? ତେଣୁ ଆମେ କେମିତି ସମସ୍ତେ ଏକ ହେଇକି ରହିବା, ଆମ ମନ ସମସ୍ତଙ୍କର ଏକ ହେଇକି ରହିବ। ଦୁଇରେ, ନାଟକ ଆମ ଜୀବନ। ନାଟକକୁ କେମିତି ଭଲ କରିପାରିବା। ସେ ଯେଉଁ ପାର୍ଟି ହଉ, ସେ ପାର୍ଟିକୁ ଦେଖିକି ନାଟକ କରାଯିବା କଥା ନୁହଁ। ଆମେ କେମିତି ନାଟକ କରିବା, ପାର୍ଟି ଯେଉଁଥିରେ ବଞ୍ଚିବ, କଳାକାର ଯେଉଁଥିରେ ବଞ୍ଚିବେ, ତାରି ଉପରେ ଆମେ ଗୋଟେ ଭିଭିଡ଼ଲି ଡିସ୍କସନ୍ ଚାଲିଥିଲା ଯେ ଆମେ ସମସ୍ତେ ଭଲ ନାଟକ କରିବା ପାଇଁ ସେଇ ଉଦ୍ଦେଶ୍ୟରେ କେଡ଼ା କାମ କରିବା। ଆଜି ସେଇ କଥା ଚାଲିଲା। ତାପରେ ଆମେମାନେ କେମିତି ଭଲରେ ରହିବା, ସେଠି ଯାତ୍ରା ପାଖରେ କେମିତି ସମସ୍ତେ ଶାଳୀନତାର ସହିତ କାମ କରିବା, ଏଇସବୁ କଥା। ଆମେ ଭଲ ଉଦ୍ଦେଶ୍ୟରେ ଗୋଟେ ମିଟିଂ ଆଜି ଥିଲା, ହେଲା, ଭଲ ହେଲା। ସମସ୍ତେ ସବୁଥିରେ ରାଜି ହେଲେ ଏବଂ ସମସ୍ତେ କହିଲେ ଯେ ହଁ, ଆମେ ସମସ୍ତଙ୍କ ସବୁ କଥାରେ ଏକମତ ଯେ ଆମେ ଭଲ ନାଟକ କରିବା ପାଇଁ ଏଠି ଶପଥ ନେଉଛୁ। ଏମିତିଆ ଗୋଟେ ବିଷୟରେ ଆଜି କଥାବାର୍ତ୍ତା। ଯାତ୍ରାରେ ଯେଉଁ ଝଡ଼ ସୃଷ୍ଟି ହେଇଛି ତା ପାଇଁ କିଛି ଆଲୋଚନା? ଝଡ଼ ଯାତ୍ରାରେ କ'ଣ ଇଏ କିଛି ଝଡ଼ ନୁହେଁ ଆଜ୍ଞା। ଆଉ ଅନେକ ଅନେକ ଝଡ଼ ଯାଇଛି, ଇଏ ଝଡ଼ କିଛି ନୁହେଁ, ତାକୁ ଭୁଲି ଯାଆନ୍ତୁ। ପୁଣି ନୂଆ କରି ଯାତ୍ରା ଆରମ୍ଭ କରିବା। ଜୁନ୍ 20 ଆସିଲାଣି। ଆଉ ଝଡ଼କୁ ଲଗେଇ ଯାତ୍ରା ମାରା କରନ୍ତୁନି ଆପଣମାନେ, ଖରାପ ହେଇଯିବ ଯାତ୍ରା। ପୁଣି ଗୋଟେ ପରେ ଗୋଟେ ସବୁ ଧାରଣାରେ ବସିଲେ, ଶ୍ରମିକ ବାଲା ବସିଥିଲେ, ପୁଣି ଆମର ଯେଉଁ ବୈଠକ ବସୁଥିଲା, ସେ କାହିଁକି ବସିଥିଲେ ମୁଁ ତ ଜାଣିନି। ଆମେ କିନ୍ତୁ ବସିଥିଲୁ ନାଟକର ଉନ୍ନତି କରିବା ପାଇଁ। ଆମ ବସିବାର କାରଣଟା ଥିଲା ଏଇଆ, ଯେହେତୁ ଜୁନ୍ ମାସ ପଳେଇ ଆସିଲାଣି, ଆମେ ସମସ୍ତେ ରାଇଟରମାନେ, ନିର୍ଦ୍ଦେଶକମାନେ ଲେଖାଲେଖି ଆରମ୍ଭ କରିଦେଲେଣି। ତେଣୁ ନାଟକ ନେଇକି ଯିବେ, କିଏ 3 ଖଣ୍ଡ କିଏ 4 ଖଣ୍ଡ ଏମିତି ନାଟକ ସବୁ ଧରିଛନ୍ତି। ତେଣୁ ସମସ୍ତଙ୍କ ବିଷୟରେ ସମସ୍ତେ ସେଇ ବିଷୟରେ ଅବଗତ ହେଇକି ଆମେ ଭଲ ନାଟକଟେ କରିବା କେମିତି, ନିଶ୍ଚିତ ଭାବରେ ଏହା ଯେମିତି ଯୁଗାନ୍ତକାରୀ ନାଟକ ହେବ, ସେ ବିଷୟରେ ଚିନ୍ତା କରିବାକୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି। ନାଇଁ, ସେସବୁ କଥା କିଛି ହେଇନି। ସେ ତ ଆଗରୁ ହେଇଯାଇଛି, ସେସବୁ ଜାଣିଛନ୍ତି। ଆଜ୍ଞା, ଯବନିକା ପଡ଼ିବ, ଯେ ଯେଉଁ ଝଗଡ଼ା ଚାଲିଛି, ଆଉ ତାର ମୂଳଦୁଆ ଆପଣମାନଙ୍କ ପାଖରୁ ଆରମ୍ଭ ହେବ। ସେ ସବୁ ବନ୍ଦ ହେଇଯିବ। ଏଗୁଡ଼ା କ'ଣ କଥା, ଏଗୁଡ଼ା ସମ୍ପର୍କର କଥା। ମାଲିକ ନାହାନ୍ତି ତ ଯାତ୍ରା ନାହିଁ, ପାର୍ଟି ନାହିଁ। ଆଉ ଯାତ୍ରା ପାର୍ଟି ଅଛି ମାନେ କଳାକାର ଆସିବେ। କଳାକାରଙ୍କୁ ସାଇଜ୍ କରିବା ପାଇଁ ବା ତାଙ୍କ ସମ୍ପର୍କରେ ଯୋଡ଼ିରେ ବାନ୍ଧି ଦେବା ପାଇଁ ନିର୍ଦ୍ଦେଶକ ଆସିକି ପହଞ୍ଚିବେ। କଳାକାର, ନିର୍ଦ୍ଦେଶକ, ମାଲିକ, ଇଏ ଗୋଟିଏ ଧାଡ଼ିରେ ଚାଲିବେ। ସମସ୍ତଙ୍କର ସ୍ନେହ ଶ୍ରଦ୍ଧା ସମ୍ପର୍କ ଠିକ୍ ନ ରହିଲେ ଯାତ୍ରାଟି ହେଇପାରିବନି। ଆପଣ ଆଜି ଯେଉଁ ଖଣ୍ଡଗିରିରେ ଦେଖୁଛନ୍ତି ବା ବାହା କରୁଛନ୍ତି, ଯାତ୍ରାକୁ ଦେଖିଲେ ଖୁସି ହେଇଯାଉଛନ୍ତି, ସେ ସବୁଗୁଡ଼ା ତିନି ଜଣଙ୍କର ଅବଦାନ ଅନେକ ଅଛି ତା ଭିତରେ। ତେଣୁ ସମସ୍ତେ, ମାଷ୍ଟରମାନଙ୍କ ଯେତିକି ଅବଦାନ ଅଛି, ମାଲିକଙ୍କର ତାଠୁ ଅଧିକା ଅବଦାନ ଅଛି। ସେ ସହୁଛନ୍ତି, ସବୁ ପଇସା ଖର୍ଚ୍ଚ କରୁଛନ୍ତି। କଳାକାରଙ୍କର ଆହୁରି ଅବଦାନ ଅଛି, ସେ ରାତି ଅନିଦ୍ରା ହେଉଛନ୍ତି, ସେଆକୁ ଫୁଟଉଛନ୍ତି ଆପଣମାନଙ୍କ ଆଗରେ। ତେଣୁ ତିନି ଜଣଙ୍କ ପରିପୂରକ ସମସ୍ତେ। ତେଣୁ ଆଜି କ'ଣ ଆପଣ ଯେଉଁ କହୁଛନ୍ତି ଭାଙ୍ଗି ଯାଇଛି, ବିଧେଇ ହେଇଛି, ଖାଲି ଆମେ କହିକି ଅଧିକା ଭାଙ୍ଗି ଦେଉଛେ। ଏଗୁଡ଼ା ସବୁ ଯଦି ଆମେ ବନ୍ଦ କରିଦେବା ମିଡ଼ିଆରେ, ସବୁ ଭଲ ବାଟକୁ ପଳେଇ ଆସିବ। କିଏ କହିଲା? ସେ ଲୋକଟା କିଏ କହିଲେ? ତୃତୀୟ ପକ୍ଷ ସିଏ ଖୋଜୁନାହାନ୍ତି ତାଙ୍କର। ସିଏ ତାଙ୍କ ତୃତୀୟ ପକ୍ଷ ଖୋଜିବ ନା? ତୃତୀୟ ପକ୍ଷ ଡେଇଁ ବୁଡ଼ି ଆସିକି କହିବ କି ମୁଁ ତୃତୀୟ ପକ୍ଷ, ମୋତେ ନିଅ ବୋଲି କହିବା କି? ଆମେ କହିବାନି ତ। ତେଣୁ ସେମାନେ ଖୋଜିକି କହିବେ ଯେତେବେଳେ ତୃତୀୟ ପକ୍ଷ ଆସିକି ତାଙ୍କର ସମାଧାନ କରିବେ। ଅସୁବିଧା କ'ଣ ଅଛି? ଆମେ କିନ୍ତୁ ଚାହୁଁଛୁ କିଛି ସମାଧାନ ନାହିଁ, ତାଙ୍କ ଭିତରେ ସେ ଭଲରେ ଅଛନ୍ତି।